ଢେଙ୍କାନାଳ କୋରିଆ ଯୋଗ କେନ୍ଦ୍ରରେ ଭାରତୀୟ ଯୋଗ ସଂସ୍ଥାନର ଶପଥ ଗ୍ରହଣ ଉତ୍ସବ ସମ୍ପନ୍ନ। ଢେଙ୍କାନାଳ ଭାରତୀୟ ଯୋଗ ସଂସ୍ଥାନ କପିଳାସ ଯୋଗ ଜିଲ୍ଲା ଆନୁକୂଲ୍ୟରେ ଆଜି କୋରିଆ ଯୋଗ କେନ୍ଦ୍ରଠାରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବେଶ୍ ଧୁମ୍ଧାମରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ଓଡ଼ିଶାର ପ୍ରାନ୍ତ ପ୍ରଧାନ ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର ଏବଂ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଢେଙ୍କାନାଳର ଉଷା ଭଉଣୀ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ। କପିଳାସ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀଯୁକ୍ତ ରଘୁନାଥ ତ୍ରିପାଠୀ ଏହି ସଭାର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ମନ୍ତ୍ରୀ ଡାକ୍ତର ଧର୍ମାନନ୍ଦ ପୁଷ୍ଟି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ। ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ଦେବତା ଶାନ୍ତିପାଠ କରାଇଥିଲେ ଏବଂ ଶ୍ରୀମତୀ ସ୍ନେହମୟୀ ଦୀପ ପ୍ରଜ୍ୱଳନ ସହ ସରସ୍ୱତୀ ବନ୍ଦନା ଗାନ କରିଥିଲେ। ଏହି ସମାରୋହରେ ଶିଶୁ କଳାକାରମାନଙ୍କ ଦ୍ୱାରା ଏକ ମନୋଜ୍ଞ ସଙ୍ଗୀତ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା। କପିଳାସ ଯୋଗ ଜିଲ୍ଲାର ସମସ୍ତ କ୍ଷେତ୍ର ଅଧିକାରୀ କେନ୍ଦ୍ର ପ୍ରମୁଖ ଉପପ୍ରମୁଖ ଓ ଶତାଧିକ ସାଧକ ସାଧିକା ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ ଓ ଯୋଗମୟ ପରିବେଶରେ ଆନନ୍ଦ ନେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଶରତ କୁମାର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା। ଏହାପରେ ମହାଦେବ ବାରୁଆଲ ମାଲିକ ଓ କୋରିଆ ଯୋଗ କେନ୍ଦ୍ରର ଉପପ୍ରମୁଖ ଶ୍ରୀ ବିଜୟ କୁମାର ସାହୁଙ୍କ ଦ୍ୱାରା ଆୟୋଜିତ ପ୍ରସାଦ ସେବନ କରି ସମସ୍ତେ ଆନନ୍ଦ ମନରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଜୟ କପିଳାସ ଯୋଗ ଜିଲ୍ଲା ବୋଲି ଆହ୍ୱାନ ଦିଆଯାଇଥିଲା। ଢେଙ୍କାନାଳରୁ ଶୁଭମ ପାଣିକ ରିପୋର୍ଟ, RN ନ୍ୟୁଜ୍ 8।